ମାନଙ୍କୁ ଆଜି ଦିନରେ ବହୁତ ସାରା କାମ କରି ଛୁଆର ସ୍କୁଲ ଟ୍ୟୁସନ୍ ଘରର କାମ ମୋ ନିଜର ବିଜନେସ୍ ସବୁ କାମ ସାରିବା ପରେ ଠିକ୍ ରାତି 12ଟାରେ ମୋର କିଛି ସିଲେଇ କାମ ବାକି ରହିଯାଇଥିଲା ଚାଲି ଆସିଲି। ବେଳେବେଳେ କାହିଁକି କେଜାଣି ସେଇ ମୋରି ବୋଉ କଥା ମନେ ପଡ଼େ। ବୋଉ ସବୁବେଳେ କୁହେ ଝିଅ ଜନ୍ମ ପର ଘରକୁ, ସବୁବେଳେ କାମ କରିବା ଶିଖ, ସବୁବେଳେ ବ୍ୟସ୍ତ ରହ। ବ୍ୟସ୍ତ ରହିବା ଶିଖିଲେ ତୋ ଜୀବନରେ କେବେ ତୁ ଥକିବୁନି, କେବେ ବି ହାରିବୁନି। ଏବେ ବି ମୋ ବାହାଘର 10 ବର୍ଷ ହେଇଗଲାଣି। ଯେତେବେଳେ ଫୋନ୍ କରିବ କହିବ ତୋ ଶାଶୁଙ୍କୁ ଠିକ୍ରେ ଖାଇବାକୁ ଦେଉଛୁ ତ, ରାତିରେ ଶୋଇଲା ବେଳେ ପାଦରେ ତେଲ ଘଷି ଦେଉଛୁ ତ, ଜ୍ୱାଇଁ ଡ୍ୟୁଟିରେ ଆସିଲା ପରେ ତାଙ୍କ ଦେହ ମୁଣ୍ଡ କଥା ଠିକ୍ସେ ବୁଝୁଛୁ ତ। ସେ ଥକି ଯାଉଥିବେ, ସବୁଦିନ ତାଙ୍କ ପାଦ ଚିପି ଦେଉଥିବୁ। ସବୁବେଳେ ସେ ଗୋଟିଏ କଥା କୁହେ ତୋ ଜୀବନରେ ତୋ ଛୁଆକୁ ବଡ଼ କରିଛି ତୋ ଶାଶୁ, ତାଙ୍କୁ କେବେ ହେଳା କରିବୁନୁ। ସତରେ ସବୁ ମାଆ ମାନେ ଯଦି ତାଙ୍କ ଝିଅମାନଙ୍କୁ କିଛି ସୁନା ଗହଣା ଦିଅନ୍ତୁ କି ନ ଦିଅନ୍ତୁ, ଏତିକି ଶିକ୍ଷା ଯଦି ଦିଅନ୍ତେ ନା, କୌଣସି ଶାଶୁଘର କେବେ ଭାଙ୍ଗିବନି। ବାପା ଖାଲି କହିଦିଅନ୍ତି ନା ଦୁହିତା, ଦୁଇ କୂଳକୁ ହିତା, ଦୁଇ କୂଳକୁ ପିତା। ହେଲେ ଝିଅଟି ତାର ମୂଲ୍ୟ ବୁଝିନଥାଏ। ମା ହିଁ ତାକୁ ପ୍ରତ୍ୟେକ ମୁହୂର୍ତ୍ତରେ ମନେ ପକାଇ ଦେଇଥାଏ। ସତ କହିବାକୁ ଗଲେ ବୋଉରେ, ଆଜି ତୁ ମୋତେ ଯେତିକି ବି ଶିକ୍ଷା ଦେଇଛୁ ନା, ମୋ ଶାଶୁ ଘରେ ମୁଁ ବେଶ ହସ ଖୁସିରେ ଅଛି। ଆଉ ମୋ ଶାଶୁଙ୍କର ଗୋଟେ ଭଲ ବୋହୂଟେ ହେଇପାରିଛି। ସତରେ ବେଳେବେଳେ ଭାବୁଥିଲି ଜୀବନରେ ବହୁତ ଦୁଃଖ କଷ୍ଟ ଆସୁଛି, ସତରେ କ'ଣ ଆଉ ଖୁସି ଆସିବ? ସତରେ କ'ଣ ମୁଁ ଆଗକୁ ଯାଇପାରିବି? ଆଜି ମୋ ଶାଶୁଙ୍କର ଆଶୀର୍ବାଦ, ମୋ ସ୍ୱାମୀଙ୍କର ଭଲ ପାଇବା, ଆଉ ତୋର ବି ଆଶୀର୍ବାଦ ଆଜି ମୋତେ ଏଇ ଜାଗାରେ ପହଞ୍ଚାଇ ଦେଇଛି। ମୁଁ ମୋ ଲକ୍ଷ୍ୟରେ ପହଞ୍ଚି ପାରିଛି। ବିଜନେସ୍ କେଉଁଠି, ମୁଁ କେଉଁଠି, ମୋ ଛୁଆର ପାଠ ଭଲ ମନ୍ଦ ସବୁକିଛି ଆଜି ମୋ ଶାଶୁଙ୍କ ପାଇଁ ମୁଁ ପାଇପାରିଛି।